ସେଦିନ ମଉସା ସନ୍ଧ୍ୟାବେଳୁ ଘରକୁ ଚାଲି ଆସି ସେଇ ମୁହୂର୍ତ୍ତକୁ ଅପେକ୍ଷା କରି ରହିଲେ। କିନ୍ତୁ ସେଦିନ କୌଣସି ଶବ୍ଦ ଶୁଭିଲାନି। ମଉସା ମାଉସୀଙ୍କ ଉପରେ ବିରକ୍ତ ହେଲେ। ମାଉସୀ ମନେ ମନେ ଭାବିଲେ, ଆଜି କ'ଣ କିଛି ବି ଶବ୍ଦ ହେଲାନି? ଇଏ ଘରେ ଅଛନ୍ତି ବୋଲି ବୋଧେ ଆଉ। ମାଉସୀ କହିଲେ, ଦେଖିଲ, ମୁଁ ଯାହା କହୁଥିଲି ସତ। ନିଶ୍ଚୟ କିଏ ଘରକୁ ଜାଣି ଜାଣି ଇଟା ଫୋପାଡ଼ୁଥିଲା। ଆଉ ଆଜି ତମେ ଅଛ ବୋଲି ଭୟରେ ପକାଇଲାନି। ମଉସା ମଧ୍ୟ ଏକଥା ଉପରେ ଭାବିବାକୁ ବାଧ୍ୟ ହୋଇ ପଡ଼ିଥିଲେ। ସେଦିନ ମଧ୍ୟ ମଉସା ଶୀଘ୍ର ଘରକୁ ଚାଲି ଆସିଲେ। ସେଦିନ ମଧ୍ୟ କିଛି ଶବ୍ଦ ହେଲା ନାହିଁ। ଏମିତି 2-4 ଦିନ ଯାଏ ଆଉ କିଛି ଶବ୍ଦ ଶୁଭିଲାନି। ଦିନେ ମଉସା ଅଫିସରୁ ଆସି ବସି ଚା ପିଉଛନ୍ତି। ହଠାତ୍ ଦୁମ୍ କରି ଶବ୍ଦ ହେଲା। ମଉସା ଚମକି ପଡ଼ି ଚାରିଆଡ଼କୁ ଚାହିଁଲେ। ମାଉସୀ ଚମକି ପଡ଼ି ଝିଅ ଦୁହିଁଙ୍କୁ କୋଳେଇ ନେଇ କହିଲେ, ହେଇଟି ଶୁଣିଲଟି, କେମିତି ଶବ୍ଦ ହେଲା? ମଉସା ଶବ୍ଦ ଶୁଣି ପୁରା ତାଟକା ହୋଇଗଲେ। ସେ ଉଠି ଦାଣ୍ଡ ଦୁଆର ଖୋଲି ବାହାରକୁ ଯାଇ ଚାରିଆଡ଼କୁ ଚାହିଁଲେ। କେହି କୁଆଡ଼େ ନାହାନ୍ତି। ସେ ଘରକୁ ଫେରିଆସି କିଛି କହିବାକୁ ଯାଉଥିଲେ, ପୁଣି ଥରେ ଜୋରରେ ଧଡ଼ ଧଡ଼ ହେଲା। ଏଥର ମଉସା ରାଗିକି ଦାଣ୍ଡକୁ ଯାଇ ପାଟି କରି କହିଲେ, କି ଏମିତି ଅମଣିଷ ଭଳିଆ ଇଟା ମାରୁଛି? କ'ଣ ଜଣାପଡ଼ୁନି ଏଠି ଲୋକ ରହୁଛନ୍ତି ବୋଲି? ମଉସାଙ୍କ ପାଟି ଶୁଣି ପାଖ ଆଖର ଲୋକ ଧାଇଁ ଆସି କ'ଣ ହେଇଛି ବୋଲି ପଚାରିଲେ। ମଉସା କହିଲେ, କିଏ କେଜାଣି ଆମ ଆଜବେଷ୍ଟ ଉପରକୁ ସବୁବେଳେ ଇଟା ଫୋପାଡ଼ୁଛି। ମୋ ମିସେସ୍ କହୁଥିଲେ 8-10 ଦିନ ହେଲାଣି ରାତିକି ରାତି ଏମିତି ହେଉଛି। ମଝିରେ କେତେ ଦିନ ବନ୍ଦ ହେଇଗଲା। ଏବେ ପରା ଜୋରରେ ଧଡ଼ ଧଡ଼ ହେଇ ଶବ୍ଦ ହେଲା। ଲୋକମାନେ କହିଲେ, କେହି ତ ଇଟା ଫୋପାଡ଼ୁ ନାହାନ୍ତି। ଆମେ ତ ଏଠି ବୁଲୁଛୁ। କିଏ ଇଟା ଫୋପାଡ଼ିଥିଲେ ଆମେ ଦେଖିନଥାନ୍ତୁ? ସେମାନଙ୍କର କଥାରେ ମଉସା ଆଶ୍ଚର୍ଯ୍ୟ ହେଇ ଭାବିଲେ, କ'ଣ ହେଲା? ଏତେ ଜୋରରେ ଶବ୍ଦ ହେଲା, ଏମାନେ କହୁଛନ୍ତି କେହି ନାହାନ୍ତି। ଦିନେ ମଉସା ମାଉସୀ ଓ ପିଲା ଦୁହିଁଙ୍କୁ ସାଙ୍ଗରେ ଧରି ରିକ୍ସାରେ ସତ୍ସଙ୍ଗରୁ ଘରକୁ ଫେରୁଥିଲେ। ହଠାତ୍ ତାଙ୍କ ସାମ୍ନାରେ କଳା ରଙ୍ଗର ବିରାଟ ଏକ ଖୁମ୍ବ ଆକୃତିର କିଛି ଗୋଟେ ଆଗରେ ଚାଲୁଥିଲା। ମଉସା ମାଉସୀ ଗୁରୁଙ୍କ ନାମ କରୁଥାନ୍ତି। ରିକ୍ସାବାଲାଟି ସେ କଳା ଖୁମ୍ବ ଆକୃତିଟିକୁ ଦେଖି ଡରି ଡରି ରିକ୍ସା ଖୁବ୍ ଜୋରରେ ଚଳାଉଥାଏ। ଘର ପାଖରେ ପହଞ୍ଚିଲା ପରେ ସେ ମଉସାଙ୍କୁ କହିଲା, ବାବୁ ଆଜ୍ଞା, ଆଜି ରାତିଟା ମୋତେ ଏଇଠି ରହିବାକୁ ଦିଅନ୍ତୁ। ମୁଁ ଆପଣଙ୍କ ଘରର ଗୋଟେ କୋଣରେ ବସି ବସି ରାତି କାଟିଦେବି। ସକାଳୁ ଚାଲିଯିବି। ହେଲେ ଏବେ ଜମା ଯିବିନି। ଯିବି ଯଦି ନିଶ୍ଚୟ ମରିବି। ବାଟରେ ଯାହା ଦେଖିଲେନି ଆଜ୍ଞା, ଜାଣିଛନ୍ତି ସେଇଟା କ'ଣ? ସେଇଟା ଗୋଟେ ଅସାଧ୍ୟ ଆତ୍ମା। ସାମ୍ନାରେ ପଡ଼ିଲା ମାନେ ମାରିଦେବ। ଆମମାନଙ୍କୁ କେମିତି ଛାଡ଼ିଲା କେଜାଣି? ମଉସା ସେସବୁ ଦେଖି କିଛି କିଛି ଜାଣିପାରିଥିଲେ। କିନ୍ତୁ ସେ ଲୋକଟିକୁ ବୁଝେଇବାକୁ ଯାଇ କହିଲେ, ତମେ ଡରନି। ଆତ୍ମା ଫାତ୍ମା କିଛି ନାହିଁ, ସବୁ ମିଛ। ତମେ ଏଇଠି ରହିବାକୁ ଚାହୁଁଛ ତ ରୁହ। ଏମିତି କହି ସମସ୍ତେ ଘର ଭିତରକୁ ଗଲେ। ଏହି ସମୟରେ ଆଜବେଷ୍ଟ ଉପରେ ପୁଣି ଥରେ ଦୁମ୍ ଦୁମ୍ ହେଲା। ସମସ୍ତେ ଚମକି ପଡ଼ିଲେ। ମଉସା ଖୁବ୍ ଜୋରରେ ପାଟି କରି କହିଲେ, କିଏ କିରେ? ଏମିତି ରାତି ଅଧରେ କିଏ ଉତ୍ପାତ ହେଉଛ? ଚିହ୍ନିବୁ ମୋତେ? ଦେଖିବୁ ଏଇଲ? ଏତିକି କହିଛନ୍ତି ଗୋଟେ ବଡ଼ ଇଟା ଆସି ତାଙ୍କ ପାଦ ପାଖରେ ପଡ଼ିଲା। ମାଉସୀ ଚମକି ପଡ଼ି ଚିଲେଇ ଉଠିଲେ। ମଉସା ଉପରକୁ ଚାହିଁ କିଛି ଭାବିଲେ। ପୁଣି ଥରେ ଧମକାଇ ପାଟି କଲେ। ଏଥର ମେଞ୍ଚେ ଟେକା ପଥର ଦୁମ୍ ଦୁମ୍ କରି ଅଜାଡ଼ି ହେଇ ପଡ଼ିଲା। ମାଉସୀ ପୁଣି ଥରେ ଚିଲେଇ ଉଠି ପିଲା ଦୁହିଁଙ୍କୁ କୋଳକୁ ଟାଣି ନେଇ ଜାବୁଡ଼ି ଧରି ବସିଲେ। ସେ ରିକ୍ସାବାଲାଟି କହିଲା, ଇଏ ସେଇ ଆତ୍ମାର କାମ। ସେ ଆପଣଙ୍କୁ ଡରଉଛି। ଭାରି ଅସାଧ୍ୟ ଆତ୍ମା ଆଜ୍ଞା। ଥରେ ଯାହା ପଛରେ ପଡ଼େ ତା ଜୀବନ ନେଇ ତାକୁ ଛାଡ଼େନି। ମାଉସୀ ଡରି ଡରି କହିଲେ, 8-10 ଦିନ ହେଲାଣି ଆମ ଆଜବେଷ୍ଟରେ ଇଟା ପଥର ପଡ଼ିଲା ପରି ଦୁମ୍ ଦୁମ୍ ଶୁଭେ। ଆଉ ଆଜି ତ ପୁରା ଟେକା ପଥର ଆସି ଘର ଭିତରେ ପଡ଼ିଲା। ପୁଣି ରିକ୍ସାବାଲାଟିଏ କହିଲା, ଇଏ ତାହେଲେ 8-10 ଦିନ ହେଲାଣି ଆପଣଙ୍କ ଘରେ ଅଛି, କିନ୍ତୁ ଆପଣଙ୍କର କାହାର କିଛି କ୍ଷତି କରିପାରୁନି। ସେଥିପାଇଁ ଆପଣମାନଙ୍କୁ ଡରଉଛି। ଲୋକଟିର କଥା ଏବଂ ଘର ଭିତରେ ଅଚାନକ ଟେକା ପଥର ଅଜାଡ଼ି ହେଇ ପଡ଼ିବା ଦୃଶ୍ୟ ମଉସା ମାଉସୀଙ୍କୁ ଏକ ପ୍ରକାର ନିର୍ବାକ କରିଦେଇଥାଏ। ସେଦିନ ରାତିରେ କାହାରି ଆଖିକୁ ନିଦ ଆସିଲାନି। ସମସ୍ତେ ଚୁପଚାପ ଗୋଟିଏ ରୁମ୍ରେ ବସି ରହିଲେ। ମଉସା ମାଉସୀ ରାତିସାରା ପିଲାମାନଙ୍କୁ କୋଳରେ ଧରି ନାମ କରି ଚାଲିଥାନ୍ତି। ସକାଳ ହେବାରୁ ସେ ଲୋକଟି ଚାଲିଗଲା। ମଉସା ମାଉସୀଙ୍କୁ କହିଲେ, ମୁଁ ଥିବା ଭିତରେ ସବୁ କାମ ସାରି ପିଲାମାନଙ୍କୁ ଜଗି ବସ।
ମୁଁ ଅଫିସରୁ ଆସିବା ଯାଏ ପିଲାମାନଙ୍କୁ ଏକା ଛାଡ଼ି କୁଆଡ଼େ ଯିବନି।